ମୁଁ ଆଜି ଗୋଟେ ହିନ୍ଦୀ ସିନେମା ଦେଖିଲି ହୋମ୍ ବାଉଣ୍ଡ। କରଣ ଜୋହରଙ୍କର ଧର୍ମା ପ୍ରଡକ୍ସନରେ ବନିଥିବା ଏହି ସିନେମାରେ କିଏ ବି ବଡ଼ ସୁପରଷ୍ଟାର ନାହାନ୍ତି, କିନ୍ତୁ ଏ ଫିଲ୍ମର କାହାଣୀଟି ଏତେ ଭଲ ଅଛି, ଏତେ ଷ୍ଟ୍ରଙ୍ଗ ଅଛି ଯେ ଏ ଫିଲ୍ମଟି ଓସ୍କାରକୁ ମଧ୍ୟ ଏଣ୍ଟ୍ରି ହେଇଛି। ତ ଚାଲନ୍ତୁ କ'ଣ ଅଛି ଏହି ସିନେମାରେ ଆଜି ଆମେ ରିଭ୍ୟୁ କରିବା। ତ ନମସ୍କାର ବନ୍ଧୁଗଣ, କେମିତି ଅଛନ୍ତି ଆପଣ? ମୁଁ ସଂଗ୍ରାମ, ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଗୋଟେ ନୂଆ ଭିଡ଼ିଓକୁ। ଫିଲ୍ମର ମେନ୍ ଲିଡ୍ରେ ଆପଣମାନଙ୍କୁ ଈଶାନ ଖଟ୍ଟର, ବିଶାଲ ଜେଠବା ଆଉ ଜାହ୍ନବୀ କପୁର ଦେଖିବା ପାଇଁ ମିଳିବେ। ଫିଲ୍ମର କାହାଣୀ ଦୁଇ ଜଣ ସାଙ୍ଗ ଚନ୍ଦନ କୁମାର ଆଉ ମହମ୍ମଦ ଶୋଏବ ଅଲିଙ୍କ ଲାଇଫ ଉପରେ ଗତି କରେ। ସେ ଦୁଇ ଜଣ ଗୋଟେ ଛୋଟିଆ ଗାଁରୁ ଆସିଥାନ୍ତି ଆଉ ସେମାନଙ୍କର ଗୋଟେ ସ୍ୱପ୍ନ ଥାଏ କି ଆମେ ପୋଲିସ ଚାକିରି କରିକି ସମାଜରେ ଗୋଟେ ସମ୍ମାନର ସହିତ ରହିବୁ, କାହିଁକି ନା ସେମାନେ ଯେଉଁ ବି ଜାଗାକୁ ଯାଆନ୍ତି ସବୁବେଳେ ତାଙ୍କର ଜାତି ଆଉ ଧର୍ମ ପାଇଁ ସମସ୍ତେ ତାଙ୍କୁ ନୀଚ ଭାବରେ ଟ୍ରିଟ୍ କରିଥାନ୍ତି। ତ ତାଙ୍କର ବି ଗୋଟେ ସ୍ୱପ୍ନ ଥାଏ କି ସମାଜରେ ଆମେ ବି ଗୋଟେ ଭଲ ସମ୍ମାନର ସହିତ ରହିବୁ। ଚନ୍ଦନ କୁମାର ତାଙ୍କର ପକ୍କା ଘର ବନେଇବା ପାଇଁ ଗୋଟେ ସ୍ୱପ୍ନ ଅଛି, ଆଉ ମହମ୍ମଦ ଅଲି ତାଙ୍କର ବାପାଙ୍କର ନି ଅପରେସନ ପାଇଁ ତାଙ୍କୁ 2 ଲକ୍ଷ ଟଙ୍କା ଦରକାର, ସେଥିପାଇଁ ସେ ବହୁତ ହି ଷ୍ଟ୍ରଗଲ କରନ୍ତି। କିନ୍ତୁ ହଠାତ୍ ସବୁକିଛି ବଦଳିଯାଏ, ସବୁକିଛି ଉଲ୍ଟାପାଲ୍ଟା ହେଇଯାଏ। ସହରରେ କୋଭିଡ-19 ପାଇଁ ଲକଡାଉନ ଲାଗିଯାଏ, ଆଉ ଲକଡାଉନ ଲାଗିବା ପରେ ସେ ଦୁଇ ଜଣ ନିଜର ପରିବାର ପାଇଁ ଆଉ ନିଜର ସ୍ୱପ୍ନ ପାଇଁ କେମିତି ଷ୍ଟ୍ରଗଲ କରନ୍ତି ଆଉ ଶେଷରେ କ'ଣ ହେଇଯାଏ ଦୁଇ ଜଣଙ୍କର, ସେ ଜିନିଷ ଗୁଡ଼ା ଆପଣ ପୁରା ଫିଲ୍ମ ଦେଖିଲା ପରେ ହିଁ ଜାଣିପାରିବେ। ଆକ୍ଟିଂ ବିଷୟରେ ଯଦି ଆମେ ଏବେ କଥା ହେବା ତାହେଲେ ଈଶାନ ଖଟ୍ଟର ଆଉ ବିଶାଲ ଜେଠୱାଙ୍କର ଆକ୍ଟିଂ ଏହି ସିନେମାରେ ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ବିଶାଲ ଜେଠବା ମର୍ଦାନୀ 2 ସିନେମା ପରେ ଏହି ସିନେମାରେ ପୁଣି ପ୍ରମାଣିତ କରିଦେଇଛନ୍ତି କି ତାଙ୍କର ଆକ୍ଟିଂ କେତେ ଷ୍ଟ୍ରଙ୍ଗ। କ୍ଲାଇମ୍ୟାକ୍ସରେ ତାଙ୍କର ଯେଉଁ ଆକ୍ଟିଂ ଅଛି ଆପଣମାନେ ପୁରା କାନ୍ଦି ପକେଇବେ। ଈଶାନଙ୍କର ଯେଉଁ ସାଇଲେଣ୍ଟ ଆକ୍ଟିଂ ଅଛି ସେଇଟା ବି ବହୁତ ହି ଜବରଦସ୍ତ ଅଛି। ତା ସହିତ ଜାହ୍ନବୀ କପୁରଙ୍କର ଯେଉଁ କ୍ୟାରେକ୍ଟରଟା ଅଛି ସେଇଟା ବହୁତ ହି କମ୍ ଥିଲା, କିନ୍ତୁ ତାଙ୍କ କ୍ୟାରେକ୍ଟରଟା ବହୁତ ହି ଇମ୍ପାକ୍ଟଫୁଲ ଅଛି। ଡାଇରେକ୍ଟର ନିରେଶ ଗେହମାନ ମସାନ ସିନେମା ପରେ ପୁଣି ଥରେ ଗୋଟେ ରିଏଲ କାହାଣୀକୁ ବଡ଼ ପରଦାରେ ଦେଖେଇଛନ୍ତି, ଆଉ ଏ ଫିଲ୍ମର କାହାଣୀଟି ବହୁତ ହି ଗ୍ରାଉଣ୍ଡେଡ୍ ଆଉ ରିଏଲିଷ୍ଟିକ୍ ଅଛି। ଫିଲ୍ମର ଡାୟଲଗ ଗୁଡ଼ାକ ଆପଣମାନଙ୍କୁ ବହୁତ ହି ଭଲ ଲାଗିବ। ଏବେ ଆମେ କଥା ହେବା ଫିଲ୍ମର କିଛି ପଜିଟିଭ ଆଉ ନେଗେଟିଭ ପଏଣ୍ଟ ବିଷୟରେ। ଫିଲ୍ମର ପଜିଟିଭ ପଏଣ୍ଟ ହେଉଛି ଈଶାନ ଆଉ ବିଶାଲଙ୍କର ଦମଦାର ଆକ୍ଟିଂ ଆଉ ଦମଦାର ଡାୟଲଗ ଡେଲିଭରି। ଫିଲ୍ମରେ ଜାତି ଧର୍ମକୁ ନେଇକି କେମିତି ଲୋକମାନେ ସଫର କରନ୍ତି ସେଇଟାକୁ ବହୁତ ହି ଭଲ ଭାବରେ ସେ ଦେଖେଇଛନ୍ତି, ଭଲ ଭାବରେ ସେ ପ୍ରେଜେଣ୍ଟ କରିଛନ୍ତି। ଆଉ ଫିଲ୍ମର କ୍ଲାଇମ୍ୟାକ୍ସଟା ବହୁତ ହି ଷ୍ଟ୍ରଙ୍ଗ ଆଉ ବହୁତ ହି ଇମୋସନାଲ ଅଛି। ଫିଲ୍ମର ନେଗେଟିଭ ପଏଣ୍ଟ ହେଉଛି ଏହି ସିନେମା ଆପଣଙ୍କୁ ବହୁତ ହି ସ୍ଲୋ ଲାଗିପାରେ, କିନ୍ତୁ କାହାଣୀ ହିସାବରେ ସେ ବିଲକୁଲ ଠିକ ଅଛି। ଏ ସିନେମାଟା ଗୋଟେ ସତ୍ୟ ଘଟଣା ଉପରେ ଆଧାରିତ। ଯଦି ଆପଣମାନେ ପ୍ୟୁର ଏଣ୍ଟରଟେନମେଣ୍ଟ ଖୋଜୁଛନ୍ତି, ଯେମିତିକି ମାସ୍ ମସଲା, ଆକ୍ସନ, ରୋମାନ୍ସ ଏସବୁ ଖୋଜୁଛନ୍ତି, ତାହେଲେ ଏ ସିନେମା ଆପଣମାନଙ୍କ ପାଇଁ ନୁହେଁ। ଯଦି ଆପଣମାନେ ରିଏଲ କାହାଣୀ ଆଉ କଣ୍ଟେଣ୍ଟ ଡ୍ରାଇଭେନ୍ ସିନେମା ଦେଖିବାକୁ ବେଶୀ ଭଲ ପାଆନ୍ତି, ତାହେଲେ ଏହି ସିନେମା ଆପଣମାନଙ୍କୁ ଗୋଟେ ବଢ଼ିଆ ମେସେଜ ସହିତ ଗୋଟେ ବଢ଼ିଆ ଏକ୍ସପିରିଏନ୍ସ ଦେବ। ହୋମ୍ ବାଉଣ୍ଡ ହେଉଛି ଗୋଟେ ବଢ଼ିଆ ପାୱାରଫୁଲ ସିନେମା। ଯଦି ଆପଣମାନେ ଏହି ସିନେମାକୁ ଦେଖି ନାହାନ୍ତି ତାହେଲେ ନେଟଫ୍ଲିକ୍ସରେ ଏହି ସିନେମାଟି ହିନ୍ଦୀରେ ଆଭେଲେବଲ୍ ଅଛି, ଯାଇକି ଦେଖନ୍ତୁ। ଆଉ ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ କି ଆପଣମାନଙ୍କୁ କେମିତି ଲାଗିଲା। ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଗୋଟେ ନୂଆ ଭିଡ଼ିଓରେ। ରହୁଛି, नमस्कार। हमारी मिट्टी, हवा, रास्ते, दोस्त यार, अपनी ज़बान, ये सभी तो घर है हमारा। अब इस सब को छोड़ के कैसे जाएं?